ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ଆମେ ରସୁଣୀ ମଟନ ବନେଇବା, ଯେଉଁଟାକି ବହୁତ ହି ସହଜ ସରଳ ଆଉ କମ୍ ସମୟରେ ଏ ମଟନ ବନେ ଆଉ ଏତେ ସୁଆଦିଆ ନା ସାଙ୍ଗମାନେ। ଆପଣ ସବୁ ପ୍ରକାର ମଟନ ଖାଇବା ବନ୍ଦ କରିଦେବେ, ଏଇ ମଟନଟା ବନେଇବେ। ଆଉ ଇଏଟା ଆପଣ ଶୀତ ଦିନେ ବର୍ଷା ଦିନେ ବହୁତ ହି ଆପଣଙ୍କୁ ଭଲ ଲାଗିବେ। ସବୁଦିନେ ଭଲ ଲାଗିବ, କିନ୍ତୁ ଶୀତ ଦିନେ ବର୍ଷା ଦିନେ ବେଶୀ ଭଲ ଲାଗିବ। ତ ଦେଖନ୍ତୁ, ରସୁଣୀ ମଟନ ବନାଇବା ପାଇଁ ମୁଁ କିଛି ମଟନ ନେଇଛି, ଯେଉଁଟାକି 1.5 କେଜି ପାଖାପାଖି। ତାପରେ ମଟନକୁ ମୁଁ ଗୋଟେ ପ୍ରେସର କୁକର ନେଇଯାଇଛି ଭଲ ଭାବରେ ଧୋଇକିରି। ତାପରେ ମୁଁ ଏଠି କିଛି ରସୁଣ ଦେଇଛି, ଯେଉଁଟା ରସୁଣୀ ମଟନରେ ଫେମସ୍ ଏ ମଟନ କରିଟା। ରସୁଣ ପରେ ମୁଁ 1 ଚାମଚ ମିଟ୍ ମସଲା ଦେଇଛି, ଆଉ ଏଠି ଦେଇଛି ମୁଁ ଲଙ୍କାଗୁଣ୍ଡ କିଛି, ତେଜପତ୍ର, ତାପରେ ଲୁଣ, ହଳଦୀ। ତାପରେ ଏଠି ମୁଁ ସୋରିଷ ତେଲ ଦେଇକି ଅଳ୍ପ ଟିକେ ସୋରିଷ ତେଲ ଦେଇକି ଭଲ ଭାବରେ ହାତରେ ଫାଷ୍ଟ ଚକଟି ନେବା। ଏମିତି ଦେଖନ୍ତୁ, ସୋରିଷ ତେଲ ପକାଇକି ସାଙ୍ଗମାନେ ଭୁଲିବେନି ଏ ପ୍ରୋସେସଟା। ସୋରିଷ ତେଲ ପକାଇକି ପ୍ରଥମେ ହାତରେ ଭଲସେ ଚକଟିକି ମିଶାଇ ନେବେ। ଆଉ ଯେତେବେଳେ ମଟନଟା ଏମିତି ଏ ପ୍ରୋସେସରେ ବନାନ୍ତି ନା ସାଙ୍ଗମାନେ, ଏତେ ବଢ଼ିଆ ଲାଗେ ନା ସାଙ୍ଗମାନେ। ଏ ରେସିପିଟା ମୁଁ ଯେତେବେଳେ ବନେଇକି ଆମ ଘରେ ଆମ ବଡ଼ନାଙ୍କୁ ଦେଇଥିଲି ଖାଇବା ପାଇଁକି, ନନା କହିଲେ ଏତେ ମଟନ ଖାଇଛି କିନ୍ତୁ ଏମିତିଆ ଟେଷ୍ଟ କେଉଁଠି ବି ମୁଁ ପାଇନି। ଆଉ ଏ ମଟନଟା ତୁ ନିଶ୍ଚିନ୍ତ ସମସ୍ତଙ୍କୁ ସେୟାର କର, ସମସ୍ତେ ଏ ମଟନଟା ଜାଣନ୍ତୁ କେମିତି ବନା ହେଉଛି। ତାପରେ ଦେଖନ୍ତୁ, ଚକଟି ସାରିଲା ପରେ ଯଦି ଆଳୁ ଏଇ ଟାଇପ୍ର ପକାଇବାକୁ ଚାହୁଁଛନ୍ତି ତ ପ୍ରେସର କୁକରରେ ପକାଇ ନେବେ। ଯଦି ଛୋଟ ଛୋଟ କରିବେ ତାହେଲେ ପ୍ରେସର କୁକରରେ ପକାଇବେନି। କିଛି ପାଣି ଦେଇଦେବା। ବାଇଚାନ୍ସ ପ୍ରେସର କୁକରରେ ଯଦି ମାନେ ପାଣି ସିଟି ମାରୁ ମାରୁ ପାଣି ଯଦି ନଥିବ ଲାଗିଯିବ, ତ ଅଳ୍ପ ଟିକେ ପାଣି ଦେଇକି ଆକୁ କଭର କରିନେବା, ଗ୍ୟାସ୍ ଉପରେ ବସାଇ ନେବା। 2ଟା ସିଟି ଲାଗିବ ସାଙ୍ଗମାନେ। ମିଡ଼ିୟମ୍ ଫ୍ଲେମ୍ରେ ଗ୍ୟାସ୍କୁ ରଖିବେ, 2ଟା ସିଟି ଲଗାଇବେ। ତ ଏଇଠି ଦେଖନ୍ତୁ, 1 ସିଟି ଏଠି ଲାଗିଗଲା। ତାପରେ ଏଠି ନେକ୍ସଟ ସିଟି 2ଟା ସିଟି ଲାଗିଗଲା। ମୁଁ ଏଠି ତା ଭିତରେ ମସଲାଟା ବନେଇବା ପାଇଁ ଚେଷ୍ଟା କରୁଥିଲି, କିନ୍ତୁ ଏଠି ଯେତେବେଳେ ସିଟି ଲାଗିଲା ମୁଁ ଏଇଟା ଆପଣଙ୍କୁ ଦେଖାଇଦେଲି। ମସଲା ପାଇଁ ମୁଁ କିଛି ନେଇଛି ଅଦା ଆଉ କିଛି ରସୁଣ। ଯେତିକି ରସୁଣ ଆମେ ଏଠି ମସଲା ପାଇଁ ନେଇଛେ, ସେତିକି ରସୁଣ ଆମେ ଦେଇଥିଲେ ସିଝା ଦେହରେ। ତ ଏଇଠି ଭଲ ଭାବରେ ପେଷ୍ଟ ବନେଇ ନେଇଛେ। ତା ଭିତରେ ଏ ମଟନ ସିଝା ବି ରେଡ଼ି ହେଇଯାଇଛି। ତ ଏଇଠି ଦେଖିନେବା କେମିତି ମଟନ ସିଝାଟା ହେଇଛି। ଏତେ ବଢ଼ିଆ ବାସ୍ନା ଆସୁଛି ସିଝା ଦେହରେ ସାଙ୍ଗମାନେ। ଯେତେବେଳେ ଆମେ ୟାକୁ ବନେଇକି ପ୍ରସ୍ତୁତ କରିବା ନା ସାଙ୍ଗମାନେ, ଆପଣ ରହିପାରିବେନି ନ ଖାଇକିରି। ଯିଏ ମଟନ ଖାଇବାକୁ ପସନ୍ଦ କରନ୍ତିନି, ଯଦି ଏମିତି ଥରେ ବନାଉଛନ୍ତି, ସେ ଆଙ୍ଗୁଠି ଚାଟି ଚାଟିକି ଖାଇବେ। ଆଉ ମଟନର ଯେଉଁ ସ୍ମେଲ୍ଟା ଆସେ ନା ସାଙ୍ଗମାନେ, ଏଥିରୁ ବିଲକୁଲ ବି ଆସିବନି। ଆପଣ ଟେନସନ୍ ବିଲକୁଲ ବି ନେବେନି। ତ ଏବେ ଚାଲନ୍ତୁ, ମଟନ ସିଝିକି ରେଡ଼ି ହେଇଯାଇଛି। ଦର ସିଝା କରିବେ, ପୁରା ସିଝେଇବେନି। ତାପରେ ଏବେ କ'ଣ କରିବା, ଆମେ ମସଲା ବନେଇବା। ମସଲା ପାଇଁ ମୁଁ ଗୋଟେ କଡ଼େଇ ନେଇଛି। କଡ଼େଇରେ କିଛି ସୋରିଷ ତେଲ ଦେଇଛି, ତାପରେ 1 ଚାମଚ ଚିନି ଦେଇଛି। ଚିନି ସୋରିଷ ତେଲ ଗରମ ହେଲା ପରେ ଚିନି ଦେବେ। ତାପରେ ମୁଁ ଏଠି କିଛି ଡାଲଚିନି ଦେଇଛି, ଗୋଟା ଡାଲଚିନି, ଗୋଟା ଗୁଜୁରାତି ଆଉ କିଛି ଲବଙ୍ଗ, ଗୋଟା ଲବଙ୍ଗ, କିଛି ଅଳେଇଚ, ଯେଉଁଟାକି ଆମେ ତେଲରେ ଦେଇଛେ। ଆଉ ଦେଖନ୍ତୁ, ଏଇଟା ତେଲ ଜରି ଆସିଲାଣି, ଆଉ ଚିନି ବି ଫେଣ ଫେଣ ଉପରକୁ ଉଠିଲାଣି କଲର୍ ପାଇଁକି। ତ ଏଇଠି ମୁଁ ଦେଇଛି ପିଆଜ, 500 ଗ୍ରାମ ପିଆଜ ମୁଁ ବ୍ୟବହାର କରୁଛି। ତ ଏଇଠି ଦେଖନ୍ତୁ, 1.5 କିଲୋ ମଟନରେ ମୁଁ 500 ଗ୍ରାମ ପିଆଜ ବ୍ୟବହାର କରୁଛି। ତ ମୁଁ ଏଇଠି ପିଆଜ ଦେଇସାରିଲା ପରେ ସାଙ୍ଗମାନେ ଏଇଠି କ'ଣ କରିବା, ଭଲ ଭାବରେ ଗୋଳେଇ ନେବା। ପିଆଜକୁ ଭାଜିବା ପାଇଁକି ଏଇଠି କ'ଣ କରିବା, କିଛି ଲୁଣ ଦେବା, ଯେଉଁଟାକି ପିଆଜ ଶୀଘ୍ର ଭାଜି ହେଇଯିବ। ଲୁଣ ଦେଇ ଗୋଳେଇ ଦେଇକି ଘୋଡ଼େଇ ଦେବା। ଘୋଡ଼େଇକି ଆପଣ ପିଆଜ ଭାଜିବେ। ଜଲ୍ଦି ଭାଜି ହେଇଯିବା ସାଙ୍ଗେ ସାଙ୍ଗେ ଜଲ୍ଦି ବି ପିଆଜ ସିଝିଯିବ। ଆପଣଙ୍କୁ ଜଣା ହିଁ ପଡ଼ିବନି କେତେ ଜଲ୍ଦି ପିଆଜ ଭାଜି ହେଇଯିବ। ତ ଏଇଠି ଘୋଡ଼େଇକି ଛାଡ଼ିବେନି, ଘୋଡ଼େଇକିରି କିଛି ସମୟ ଦେଖିବେ। ତାପରେ ପିଆଜକୁ ଓଲଟେଇକିରି ପୁଣି ଘୋଡ଼େଇକି ଭାଜିବେ। ତ ଦେଖନ୍ତୁ, ପିଆଜ ଭଲ ଭାବରେ ଭାଜି ହେଇଗଲାଣି। ତ ଏବେ ଆମେ ଅଦା ରସୁଣ ଯେଉଁ ପେଷ୍ଟ ବନେଇଥିଲେ, ସେ ପେଷ୍ଟକୁ ଏଇଠି ଦେଇଦେବା। ପେଷ୍ଟକୁ ମୁଁ ଅଦା ରସୁଣ ପେଷ୍ଟକୁ ଏଇଠି ଦେଇ ସାରିଲା ପରେ ପାଣି ସାଙ୍ଗମାନେ ବିଲକୁଲ ବି ଦେବେନି, ଯେପର୍ଯ୍ୟନ୍ତ ଅଦା ରସୁଣର ପାଣି ନ ସରିଛି। ତ ଏଇଠି ଦେଖନ୍ତୁ, ଅଦା ରସୁଣ ପାଣି ସରିବା ପର୍ଯ୍ୟନ୍ତ ଆମେ ଏଇଠି ଅଦା ରସୁଣ ପେଷ୍ଟକୁ ଭାଜିବା। ତ ଦେଖନ୍ତୁ ସାଙ୍ଗମାନେ, ଏଇଠି ଭାଜିବା ଭିତରେ ଅଦା ରସୁଣ ପାଣି ସରିଗଲାଣି। ତ ଏବେ କ'ଣ କରିବା ସାଙ୍ଗମାନେ, କିଛି ପାଣି ଏଠି ଦେଇଦେବା।
तो अदा रसुणर पानी जो सरीज गोटे अलग टाइप्र बास्ना आसीज सांग मैंने। तो आपड़ से कौन करेंगे कि पानी देदेवे, सबुबले गरम पानी व्यवहार करेंगे, केवे ठंडा पानी व्यवहार करेंगे। तो मुझे ये हलदी देती अधा चामच, काश्मीर चिली देती गोटे चामच, मु मटन दिहरे लंका गुंड अधा चामच देती, काश्मीर चिली ये गोटे चामच देती, आउ ये मुझे अधा चामच मीट मसला, जीरा गुंड अधा चामच, धनिया गुंड गोटे चामच, मीट मसला मु गोटे चामच देइथिली, जेहेतु मटन सीझारे मु अधा चामच एठी व्यवहार करछि। मटन सीझारे सांग माने मीट मसला गोटे चामच ही देबे, ताधुरु कम देवेनि। मु जेहेतु 1.5 केजी मटन नहीं गोटे चामच मीट मसला व्यवहार करछि, एठी अधा चामच मीट मसला व्यवहार करछि। तापरे सब जिनस भल भाव गोलेकिरी किछि समय कषिछि। तापरे आलू जेतिकी आपण व्यवहार करेंगे, छोट छोट करी आलू मु काटी नहीं, तापरे आलू को पकई देछि। आलू पकेयार किछि समय पर टमाटर देछि, 2टा बड़ टमाटर मु काटिके एठी नेछि। टमाटर दे सारिया परे टिके गोलई देला परे मुझे मटन को दे दीची। पानी सह देवे, पानी बिल्कुल भी फोपाड़िबेनी, पानी सह देवे आउ भल भाव गोलैकि एठी कषिबे। तो मुझे पानी सह सबू जाक मटन ये काढ़ी दे दीची। तापरे ए जो मटन पानीटा अच्छी सांग मैंने, ए मटन पानी धरे बाकी मटन जेतिकी सिझिबार अच्छी आ मसला आलू सबू जिनस ये सिझिब। पूरा पानी सरिया पर्यंत ये मटन को सिझेबे। पानी रू सरिया पाई कि ये 10 ରୁ 12 मिनट टाइम मत लगी। मैक्सिमम टू मैक्सिमम मीडियम फ्लेम रे रखी, मत 10 मिनट आपको 10 मिनट भितर ये भल से सिझी भी जाइए आलू। आउ ये देखो पूरा पानी भी सरी जाइए, 10 ରୁ 12 मिनट भितर ये पूरा एकदम बढ़िया से रेडी हो जाइए। तो ये देखो पानी सरीगला ये सांग मैंने कौन करवा, जो मटन पानी सरीगला ये देखीदे आलू केते बढ़िया से भी सिझी जाइए। तो ये आम पानी दबा, जेतिकी आप झोल रखिए से हिसाब से पानी देवे, अधिका पानी बिल्कुल भी देवेनि। कहीं आमर मटन जो रेडी हो जाइए, आपन जदि कषारे खाइबा चाहते बिना पानी देकी एठी जो कषाटा रेडी होती एमती खाईपर, कहीं सब प्रकार रेडी हो सारी। बस पानी दे सारापर आम कि समय को फुटेबा, तापर आम आउ कि जिनस व्यवहार करवा। आउ कौन व्यवहार करवा देखु, ये घोड़े मु 2 मिनट ରୁ 3 मिनट फुटे नहीं थी। तापर ये देखु पूरा बढ़िया से मजेदार मटन रेडी होइछि। आ भितर आम कौन करवा, मटन तो रेडी हो गलानी तरकारी। तापर ये गैस रो फ्लेम को बंद करदे, आउ किछि मसला ये ऐड करवा जोटा कि मटन रो फ्लेवर पूरा एकदम चेंज करदेव। तो ये देखु एमती मटन गोटे थर सांग मैंने निश्चिंत बनातु। आ मते कमेंट बॉक्स रे लिखा भूलें। तो मुझे गरम मसला अधा चामच व्यवहार करछि। गरम मसला पकईकि फास्ट गोलई देबे, गैस रो फ्लेम बंद करदे, तापर घोड़े नेबे। सांग मैंने गोटे छोट अनुरोध, जदि आपण माने चैनल नुआ, छोट अनुरोध सांग मैंने चैनल को प्रथम सब्सक्राइब करनियंतु, एमती मजादार वीडियो देखापी कि सब्सक्राइब करने आपण को नोटिफिकेशन जीव, आपण मैंने देखिपारे। तो ये है आमर लसुणी मटन, जोटा कि रसुणी मटन कहती। ए रसुणी मटन पूरा रेडी हो गला। एमती गोटे थर बनातु, आ मते कमेंट बॉक्स रे जणातु। मु सबुदिन किछि नुआ रेसिपी नहीं आसुची, जोटा कि आपण मानक पई। सांग मैंने आज एतिकी रहुची, पुणी देखा नुआ एक रेसिपी सहित। जय जगन्नाथ।